ଯାତ୍ରା ସଂହିତା କବିତାର କବିଙ୍କ ମହନୀୟ ଦିବ୍ୟ ଚେତନାର ପରିଚୟ ପ୍ରଦାନ କର। ଦେଖ ଆଙ୍କର ଯୋଉ କବିତାର କବି କିଏ ନା ବୈକୁଣ୍ଠନାଥ ପଟ୍ଟନାୟକ। ମନେ ରହିଲା? ଓକେ, ବୈକୁଣ୍ଠନାଥ ପଟ୍ଟନାୟକ ସେ କେବେ ଜନ୍ମଗ୍ରହଣ କରିଥିଲା ନା 1904 ମସିହାରେ। 1904 ମସିହାରେ କଟକ ଜିଲ୍ଲାରେ ବଡମ୍ବା ସହରରେ ସେ କଣ ଜନ୍ମଗ୍ରହଣ କରିଥିଲେ। ଆଉ କଣ କରିଥିଲେ ନା 1921 ମସିହାରେ 1921 ମସିହାରେ ତାରୁଣ୍ୟ ଦୀପ୍ତ ହେଲା, ତାରୁଣ୍ୟ ଦୀପ୍ତ କବିତା ରଚନା କରିଥିଲେ। ଆଜି ଆମେ କଣ କରିବା ନା ସେ ଯୋଉଗୁଡା ରହିଛି କଣ ଆର କୋଶ୍ଚିନ୍ ତାର ଆନ୍ସର ଆଜି ଆମେ ଦେଖିବା। ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖ ଗୋଟେ ଯାତ୍ରା ସଂହିତା କବିଙ୍କ ମହନୀୟ ଦିବ୍ୟ ଚେତନା ପରିଚୟ ପ୍ରଦାନ କର। ତାପରେ ଅଥବା କବିଙ୍କ ଜୀବନରେ ଦୃଢ ଦର୍ଶନ କିପରି ଯାତ୍ରା ସଂଗୀତ କବିତାର ପ୍ରତିଫଳିତ ତାହା ଆଲୋଚନା କର। ଇଏ ମଧ୍ୟ ଆଉ ଗୋଟା ଅଥବା ଐଶୀ ଚେତନା ପ୍ରତି ଯାତ୍ରା ସଂଗୀତ କବି ପ୍ରାଣର ଭକ୍ତି ସଙ୍ଗୀତ କିପରି ଆଲୋଚନା କର। ଏଟା ବି ମଧ୍ୟ। ତାପରେ ଅଥବା ମଣିଷ ଯେତେବେଳେ ସଂସାର ପ୍ରତି ବିତୁସ୍ପୃହ ସେତେବେଳେ ତା ମନକୁ ଐଶୀ ଚେତନାର ମନୋରମ ବଳ ସ୍ପର୍ଶ କରେ। କିଏ ଯାତ୍ରା ସଂଗୀତ କବିତାର ଏଇ ଭକ୍ତର ସତ୍ୟତା ପ୍ରଦାନ କରେ। ଆଉ ଗୋଟେ କଣ ନା କବିତାର ପରିଦୃଷ୍ଟି ଆଲୋଚନା କର। କବିତାର କଣ ପରିଦୃଷ୍ଟି ଆଲୋଚନା କର। ତ ୟାର ଗୋଟିଏ ହିଁ ଆନ୍ସର ହେଲା। ଇଏ ଯଦି 4ଟା ପଢିଥିବ ଆଉ ଗୋଟେ ମୁଁ ଯୋଉ କହିଲି କଣ ଯାତ୍ରା ସଂଗୀତ କବିତାର ପରିଦୃଷ୍ଟି ଆଲୋଚନା, ଏଟା ବି ମଧ୍ୟ ଯଦି କୋଶ୍ଚିନ୍ ଆସିଥାଏ ବାରମ୍ବାର, ତ ପ୍ରିଭିୟସ୍ କୋଶ୍ଚିନ୍ ମଧ୍ୟ ଆସିଥିଲା। ତ ଇ ଯେତିକି ପଢିଥିବ ଆର ଗୋଟିଏ ହଉଛି ଆନ୍ସର। ସେଇ ନାଇଁ କହୁଛି ମୁଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆକୁ ଏବେଠୁ ନୋଟ୍ କରି ଲେଖ। ଆଉ ଏଇଟା ସମସ୍ତେ କୋଶ୍ଚିନ୍ ବି ଲେଖି ରଖ। ତାପରେ ଦେଖ ଆନ୍ସର ମୁଁ କହୁଛି, ବେଶୀ ଡେରି କରିବାନି ହେଲା। ଆନ୍ସର ସମସ୍ତେ ନୋଟ୍ କର। ଦେଖ ସବୁଜ ଯୁଗର ଅଗ୍ରଗଣ ସାଧକ ବୈକୁଣ୍ଠନାଥ ଓଡ଼ିଆ କବିତାର ରାଜ୍ୟର ଜଣେ ରହସ୍ୟବାଦୀ କବି ଭାବେ ସୁପରିଚିତ। କିଏ? ବୈକୁଣ୍ଠନାଥ, ଯିଏକି ଓଡ଼ିଆ ଭାଷାର କିଏ ଓଡ଼ିଆ କବିତାରେ ସେ ସବୁବେଳେ ରହିଥାନ୍ତି। ବହୁତ ଭଲ ଭଲ କବିତା ବି ସେ ଲେଖିଥାନ୍ତି। ଦେଖ ବେଳେ ତାଙ୍କ ରୋମାଣ୍ଟିକ ଚେତନାର ଅଦ୍ଭୁତ ଭାବେ ଆଧ୍ୟାତ୍ମିକ ଚେତନାର ବିସ୍ଫୋରଣ ଘଟେ। ସେତେବେଳେ ଚପଳ ବୁଲବୁଲ ପରି ଚଞ୍ଚଳ ହୋଇଥିବା କବି ଲେଖନୀ ଏକ ଅତି ବୈଧିକ ଭାବେ ଓଜନଦାର ହୋଇ ଉଠେ। କବି ବୈକୁଣ୍ଠନାଥଙ୍କର କବିତାର ରହସ୍ୟବାଦ ସମ୍ପର୍କ ଯଥାର୍ଥ ସମାଲୋଚନା କୁଞ୍ଜ ବିହାର ଦାସ କହିଛନ୍ତି। କୁଞ୍ଜ ବିହାର ଦାସ ତାଙ୍କ ସମାଲୋଚନାରେ ସେ କଣ କହିଛନ୍ତି ଆମେ ଦେଖିବା। ଦେଖ କବିତା ତାଙ୍କର କୈଶୋରର ସଖୀ, ଯୌବନର ପ୍ରିୟା, ବାର୍ଦ୍ଧକ ଅବଲମ୍ବନ ସୃଷ୍ଟି। କବିତା ତାଙ୍କର ସୌଖ୍ୟ ବିଳାସ, ବେଦନା ସମବେଦନା, ଧ୍ୟାନ ଧମତା ଓ ଜୀବନ ଦର୍ଶନର କଣ ବାଣୀ ବହନ କରେ। ଜୀବନର ଘୋର ରୌଦ୍ର ଛାୟାରେ ପିପାସାର୍ତ୍ତା ପ୍ରାଣର ଶାନ୍ତି ବାରି। ବୈକୁଣ୍ଠନାଥ ଜୀବନର ସକଳ ସାନ୍ତ୍ୱନା ଭାବରେ ଗ୍ରହଣ କରିଅଛନ୍ତି। ସେ କେବେ ରୋମାଣ୍ଟିକ, କେବେ ବିପ୍ଳବୀ, କିନ୍ତୁ ସେ କଣ ଆମୂଳନ୍ତ ଦାର୍ଶନିକ ଭାବପୂର୍ଣ୍ଣ। ସେ ସବୁ ପ୍ରକାର କଣ କରିଥାନ୍ତି ନା କବିତା ବି ଲେଖିଥାନ୍ତି ବହୁତ ଭଲ ଭଲ। ମାନବ ଜୀବନରେ ଅନ୍ୟତ ସଂସାର ପ୍ରବାସ ସାମୟିକ ଖେଳଘର ଭଗବାନ ଆତ୍ମାର ଚିର ଆଶ୍ରୟସ୍ଥଳୀ, ଏହି କଥାକୁ ମର୍ମେ ମର୍ମେ ଅନୁଭବ କରି କବିତାରେ ଛତ୍ରେ ଛତ୍ରେ ସିଏ ପ୍ରକାଶ କରିଛନ୍ତି। ସବୁ ପ୍ରକାର କବିତାରେ ସେ ପ୍ରକାଶ ବି କରିଥିଲେ। ବୈକୁଣ୍ଠନାଥ ଚିତ୍ତ ଯୋଗନିଷ୍ଠ। ତାଙ୍କ କବିତାର ଭାବ ଗମ୍ଭୀର୍ଯ୍ୟ ଚିତ୍ତକୁ ଶାନ୍ତି, ମୁଗ୍ଧ ଓ କଣ ମୋହିତ ମଧ୍ୟ କରିଥାଏ। ସମସ୍ତଙ୍କୁ କଣ ଶାନ୍ତି, ମୁଗ୍ଧ, ମୋହିତ ମଧ୍ୟ କରିଥାଏ। ତାପରେ ଦେଖ କବିଙ୍କ ଏତଦୃଶ୍ୟ କାବ୍ୟ ଚେତନା ତାଙ୍କ ଅସ୍ଥିର ଚିତ୍ତର କଣ ପରିଚାୟକ ନୁହେଁ, ବରଂ ଏହା ତାଙ୍କର କଣ ବିଦ୍ୟାନୁଭୂତିର ଏକ ସୁଦୂର ପ୍ରସାରୀ ଦୃଷ୍ଟି ଶକ୍ତି। ଏହି ଦିଗ୍ବଳୟ ମଧ୍ୟରେ ତାଙ୍କର ଯାତ୍ରା ସଂଗୀତ କବିତାଟି ଆବଦ୍ଧ। ଏହି କବିତାର ଐଶୀ ଚେତନାର ବୈଶ୍ୟତା ସ୍ୱୀକାର କରି ଏ ସଂସାରକୁ ପ୍ରହେଳିକାମୟ ଉନ୍ନତ ବୋଲି ଘୋଷଣା କରିଛନ୍ତି।
ଏହା ତାଙ୍କର କ'ଣ ସଂସାର ପ୍ରତି ବିତୃଷ୍ଣା ଓ ବିରାଗର ପରିଚାୟକ। ତାପରେ ଦେଖ, ମଣିଷ ଯେତେବେଳେ ସଂସାର ପ୍ରତି କ'ଣ ହୁଏ କିଏ ମଣିଷ ଯେତେବେଳେ ସଂସାର ପ୍ରତି ବିରାଗୀ ମାନେ ସଂସାର ପ୍ରତି ବିରାଗୀ ହୋଇଥାଏ, ସେତେବେଳେ କ'ଣ ଐଶୀ ଚେତନା ପାଇଁ ବେଶ ଲୋଭନୀୟ ଆଶ୍ରୟସ୍ଥଳୀ ମାନେ ବୋଧ ହୁଏ। ଏହା ହିଁ କବି ବୈକୁଣ୍ଠନାଥ ମହାନ ଦିବ୍ୟ ଚେତନା, ଯାହାକି ପ୍ରତି ମୁହୂର୍ତ୍ତରେ ଚିତ୍ତକୁ ଆଲୋଡ଼ିତ କରିଛି। ସେହି ଅପାର କରୁଣମୟ ଭଗବାନ ସ୍ପର୍ଶ ଲାଭ ନିମିତ୍ତ ଏହି ଯାତ୍ରା ସଙ୍ଗୀତ କବିତାର କବିଙ୍କର ଆଧ୍ୟାତ୍ମିକ ଚେତନା ବେଶ ମନୋଙ୍ଗ ଭାବରେ ବର୍ଣ୍ଣିତ ହୋଇଛି। ହେଲା, ବେଶ କ'ଣ ବହୁତ ଭଲ ଭାବରେ ତାଙ୍କର କ'ଣ ବୈକୁଣ୍ଠନାଥଙ୍କ ଯାତ୍ରା ସଙ୍ଗୀତ ବହୁତ ଭଲ ଭାବରେ ଲେଖା ହୋଇଛି। ତାପରେ ଦେଖ, ବୈକୁଣ୍ଠନାଥ କହିଛନ୍ତି ଯେ ଭଗବାନ ତାଙ୍କର ଅପୂର୍ଣ୍ଣ ରଖିନାହାନ୍ତି, ସବୁ କିଛି ପରିପୂର୍ଣ୍ଣ ରହିଛି। ହେଲା, ତାପରେ ତାଙ୍କ ଜୀବନ ପାତ୍ରକୁ ସେ ନାନା ଭାବରେ ପରିପୂରଣ କରିଛନ୍ତି, ସବୁ ପ୍ରକାରରେ ସେ ପରିପୂରଣ କରିଛନ୍ତି। ତେଣୁ ଭଗବାନଙ୍କୁ ସେ ଏତିକି ଖାଲି ମାଗୁଣି କରିଛନ୍ତି ଯେ ତାଙ୍କ କ'ଣ ଭବସାଗରରେ କବିଙ୍କ ଜୀବନ ରୂପକ ତୀର ନିର୍ବିଘ୍ନରେ ଚାଲିଥାଉ, ମାନେ ତାଙ୍କର କ'ଣ ଜୀବନଟା ଠିକ୍ ଠାକ୍ ଚାଲିଥାଉ, ଭଲରେ ଚାଲିଥାଉ। ସେ ଈଶ୍ୱରଙ୍କୁ ସର୍ବଶକ୍ତିମାନ ବୋଲି କହିଛନ୍ତି। ସେ ଅନୁଭବ କରିଛନ୍ତି ଯେପରି ଈଶ୍ୱରଙ୍କ ନିର୍ଦ୍ଦେଶ ବିନା ଏ ବିଷୟରେ କିଛିଟା ଘଟିପାରିବ ନାହିଁ। କିଏ ଅନୁଭବ କରୁଛନ୍ତି ନା ବୈକୁଣ୍ଠନାଥ। ଅତଏବ ଏ ସାଗର ଧରଣୀ ଯାହା କିଛି ସଂଗଠିତ ହେଉଛି ସେସବୁ ସେହି କ'ଣ ମହିମାୟା ଅନନ୍ତଙ୍କ ନିର୍ଦ୍ଦେଶ କ୍ରମେ ହେଉଛି। ତାଙ୍କରି ଆଖିରେ ପଲକରେ ସଂସାର ପରିବର୍ତ୍ତିତ ହୋଇଯାଉଛି। ଆଜି ମଣିଷ ସାଂସାରିକ ମୋହମାୟାରେ ଅନ୍ଧ। ହେଲା, ମଣିଷ ସଂସାରରେ କ'ଣ ମୋହମାୟା ଲୋଭ ମାୟାରେ ଏସବୁରେ ଅନ୍ଧ। ତେଣୁ ସେ କ'ଣ କରୁଛନ୍ତି, ତେଣୁ ସେ ଈଶ୍ୱରଙ୍କ ଅପୂର୍ବ ଲୀଳାକୁ ବୁଝିବା ପାଇଁ ସଚେଷ୍ଟା ନୁହେଁ। ଫଳରେ ସେ ବୃଥା ଅହମିକାରେ ସେ ଧରାକୁ ସରା ଜ୍ଞାନ କରି ସେ ନିଜର ହିଁ ସର୍ବନାଶ କରୁଛି। କବି ଏହି ପାପ ପଙ୍କିଳ ସଂସାରରେ ଜଣେ ପ୍ରବାସୀ। କବି କହୁଛନ୍ତି କ'ଣ, ମୁଁ ପାପ ପଙ୍କିଳ ସଂସାରରେ ପ୍ରବାସୀ ହୋଇଛି। ସେ ମଧ୍ୟ ଆପଣାର ଅଜ୍ଞତାର ସାଂସାରିକ ମୋହମାୟାରେ ଅତି ନିବିଡ଼ ଭାବେ ଛନ୍ଦି ହୋଇ ପଡ଼ିଛନ୍ତି। ତାପରେ କ'ଣ କହୁଛି, ପୁଣି ନିଜ ଜୀବନକୁ ଆକାଶ ହଂସ ତୁଳନା କରି ଆପଣାର ପୂର୍ବକୁ ଆଧ୍ୟାତ୍ମିକ ଚେତନା ଶକ୍ତିର ପରିଚୟ ପ୍ରଦାନ କରିଛନ୍ତି। ସେ ନିଜକୁ କ'ଣ କହିଛନ୍ତି ନା ହଂସ ବୋଲି କହିଛନ୍ତି। କାହିଁକି କହିଛନ୍ତି ହଂସ କ'ଣ, ଦେଖ, ମଣିଷ ପ୍ରାଣକୁ ପୁରାଣ ଶାସ୍ତ୍ରରେ ହଂସ ବୋଲି କୁହାଯାଇଥାଏ। ହେଲା, ମଣିଷ ପ୍ରାଣକୁ କ'ଣ ପୁରାଣ ଶାସ୍ତ୍ର ହଂସ ବୋଲି ହିଁ କୁହାଯାଏ, ତାକୁ ମନେ ରଖ। ବୈକୁଣ୍ଠନାଥ ସେହି ଦର୍ଶନରେ ବିଶ୍ୱାସୀ ହୋଇ ପ୍ରାଣ ବା ଜୀବନକୁ ହଂସ ବୋଲି କହିଅଛନ୍ତି। କବିଙ୍କ ଜୀବନ ଏଇ ଆକାଶରେ ଢେଉ କାଟି ଉଡ଼ିଯାଉଥିବା ହଂସଟିଏ ପରି। ସେଇ ହଂସ ଦିନେ ପୁଣି ଆକାଶଗାମୀ ହେବ। କବି କହିଛନ୍ତି ସେଇ ହଂସ ପୁଣି କ'ଣ ଆକାଶଗାମୀ ହେବ। ସେ ହଂସ ମନରେ ଖାଲି ଅତୃପ୍ତି, ଅଶାନ୍ତି, ଅସଂଖ୍ୟ କାମନା। ଏହି କାମନାରେ ବଶବର୍ତ୍ତୀ ହେବା ଫଳରେ ସେ ଠିକ୍ ମାର୍ଗରେ ପରିଚାଳିତ ହୋଇପାରୁନାହିଁ। ଭଗବାନ ଅମୃତ ଲାଭ କରି ସେ ମଧ୍ୟ ସନ୍ତୁଷ୍ଟି ନୁହେଁ, ସେଥିପାଇଁ କି ସେ ଏହି ମର୍ତ୍ତ୍ୟଭୂମିକୁ ଏକାନ୍ତ ଆପଣାର ମନେ କରି ପଡ଼ି ରହିଛି। ତାର ଅଜ୍ଞାନତାର ଅନ୍ଧକାରରେ ସେ ହେଉଛି କ'ଣ ପଥଗୁଡ଼ା। ଆପଣାର ଗୁଣରୁ ସେ ଦୁଃଖ ପାଉଛି। କବି ତେଣୁ କହିଛନ୍ତି ଏହି ଦୁଃଖକୁ ମୁକ୍ତି ପାଇବାକୁ ହେଲେ ସାଂସାରିକ ମୋହମାୟା ଛାଡ଼ି ସେ ଅନନ୍ତ ଈଶ୍ୱରଙ୍କ ପାଦ ତଳେ ଆଶ୍ରୟ ନେବାକୁ ପଡ଼ିବ। ତେଣୁ ଯଦି ଆପଣଙ୍କୁ ଦୁଃଖ ଦୂର କରିବାକୁ ହେବ, ତାହେଲେ ଅନନ୍ତ ଈଶ୍ୱରଙ୍କ ପାଦ ତଳେ ଆଶ୍ରୟ ନେବାକୁ ପଡ଼ିବ। ତା ନହେଲେ ଅମୃତ ଲାଭ ସହଜ କଥା ନୁହେଁ। ହେଲା, ତାପରେ କବିଙ୍କ ଭାଷାରେ କବି କିଛିଟା ଲେଖିଛନ୍ତି, ଦେଖିବା ଚାଲ। ନା ନିଜ ବାସନ ଚାଲେ ବିକଳ ବିଦ୍ୟୁତ, ତିମିର ଅଜ୍ଞାନେ ମିଳେ କି ଅମୃତ। ବିକଳ ମାନେ ବ୍ୟାକୁଳ ହୋଇ ଆତୁର ହୋଇ କହିଛନ୍ତି ଯେ କ'ଣ ଭଗବାନଙ୍କୁ କହିଛନ୍ତି ତୁମରି ଅଜ୍ଞାନ କି ମିଳେ ଅମୃତ। ତାପରେ ଦେଖ, କବି କିନ୍ତୁ ସାଂସାରିକ ବନ୍ଧନ କାଟି ପରମ ପିତା ଭଗବାନଙ୍କ
ଚରଣାଶ୍ରୟ ହେବାକୁ ବ୍ୟାକୁଳ ହୋଇ ଉଠିଛନ୍ତି। ତେଣୁ ସାଂସାରିକ ମୋହ ତ୍ୟାଗ କରି ଭବସାଗରର ପାର ହୋଇ ହିମଗିରିକୁ ଲଙ୍ଘନ କରି ଯିବା ପାଇଁ ପାଶ୍ଚାତ୍ପଦ ହୋଇ ନାହାନ୍ତି। କୌଣସି କ୍ଷେତ୍ରରେ ସେ ଈଶ୍ୱରଙ୍କୁ ଦୋଷ ଦେଇ ନାହାନ୍ତି, ବରଂ ସେ ନିଜକୁ ତିରସ୍କାର କରିଛନ୍ତି। ହେଲା, ଈଶ୍ୱରଙ୍କୁ କିନ୍ତୁ ସେ କ'ଣ ଦୋଷ କେବେ ବି ସେ ଦେଇନାହାନ୍ତି। କାରଣ ଈଶ୍ୱରଙ୍କ ଦାନକୁ ସେ ଠିକ୍ ଭାବେ ବୁଝିପାରି ନାହାନ୍ତି ବୋଲି କବି ଭଗବାନଙ୍କୁ ସର୍ବମୟ କର୍ତ୍ତା ଜ୍ଞାନ କରି ତାଙ୍କ ମହିମା ଗାନରେ ଶତମୁଖ ହୋଇ ଉଠିଛନ୍ତି। ଆଚ୍ଛା, ତାପରେ ଦେଖ, ଦେଇଛି ପ୍ରିୟ ପ୍ରାଣେ ଅମର ପ୍ରୀତି ଭରି, ମୋଶିଶୁ କ୍ରନ୍ଦନେ ଆମର ମୋର ଆଶା। ପ୍ରତିଭା ସନ୍ଧ୍ୟାରେ ଖେଳାଇ ରୂପ ଢେଉ, ବିକଳ କଣ୍ଠେ ମ ଫୁଟାଇଛି ତ ଭାଷା। ତ ଇଏ ବି ବଢ଼ିଆ କବିତାଟି ଲେଖିଛନ୍ତି। ତ ଆପଣମାନେ ଲେଖିବା ଉଚିତ। ଦେଖ, କବିଙ୍କର ପ୍ରତିଟି କାର୍ଯ୍ୟ ଈଶ୍ୱରଙ୍କ ଆଦର୍ଶ ଅନୁଯାୟୀ ହେଉଛି ବୋଲି କବି ଗଭୀର ଭାବରେ ହୃଦୟଙ୍ଗମ କରି ଈଶ୍ୱରକୁ ମୁଗ୍ଧ ବର୍ଣ୍ଣନା କରିଛନ୍ତି। ଗାଇବି ବନ୍ଦୀ ମୁଁ ଚରଣା ବନ୍ଦନା, ସେଥିଲାଗି ଏ ବିଣାରେ ଦେଇଛି ମୂର୍ଚ୍ଛନା। ଇଏ ବି ବଢ଼ିଆ। ଇଏଟା ଆପଣ ସମସ୍ତେ ନୋଟ୍ କରନ୍ତୁ ହେଲା, ନୋଟ୍ ନ କଲେ କିଛି ହେବନି। ଦେଖ, କବି ସଂସାରର ଅନ୍ୟତ ଭାବ କ'ଣ ଅସାରତକ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେ କହୁଛନ୍ତି ମିଳନ କ୍ଷଣସ୍ଥାୟୀ, ଯାହା ମୃତ୍ୟୁ ଜୀବନଟା ସତ୍ୟ, ସବୁବେଳେ ମୃତ୍ୟୁ ଜୀବନଟା ସତ୍ୟ। ତାଙ୍କର ଜୀବନରେ ମିଳନ ମଧୁର ରାତି ଆଉ ନାହିଁ। ସେ ଏବେ ପୌଷ ମାସରେ ଗଛଟିଏ ପରି ଶ୍ରୀହୀନ ବୃଦ୍ଧ ନିଶାରେ ଭଗ୍ନ। ତାଙ୍କର ମନ ହୃଦୟ ମୃତ୍ୟୁର ପଦଧ୍ୱନି ଅତି ନିକଟରେ ଶୁଣାଗଲାଣି। ଏତେବେଳେ ସେ ଭଗବାନଙ୍କ ଉପରେ ନିଜର ସକଳ ଦାୟିତ୍ୱ ଛାଡ଼ି ନିର୍ଭୀକ ଭାବରେ ବଞ୍ଚି ରହିବାର ପ୍ରୟାସ କରିଛନ୍ତି। ତେଣୁ ସେ କ'ଣ ଲେଖିଛନ୍ତି ନା, ପରାଣ କୁଞ୍ଜେ ତାର ମୁରଲୀ ଧ୍ୱନି, ପରାଣେ ପବନ ତୋ ଶୁଭ ଆଗମନ। ଜୀବନ ଦେବ ନେବା ଫିଆଣେ ସବୁ ତୋର, ସେ ମହାଦାନୀ ହସେ ପରାଣେ ଦେଖିନାହୁଁ। ତାପରେ ଦେଖ, ମଣିଷ ଜନ୍ମ ମୃତ୍ୟୁ ସେହି ପରମାର୍ଥ ପରମେଶ୍ୱର ଅଙ୍ଗୁଳି ନିର୍ଦ୍ଦେଶ ସମାପନା ହେଉଛି। ଯେତେବେଳେ ମଣିଷ ଏହି ଜାଗତିକ ସଂସାରରେ ମାୟା ମହାନ ଚେତନାରେ ମିଶିଯିବ, ସେତେବେଳେ ସେ କ'ଣ ମୋକ୍ଷ ଲାଭ କରିବ। ତାର ସକଳର ହୀନଭାବ ଦୂରୀଭୂତି ହୋଇଯିବ। ସେ ଧନୀ ହେବ। ତା ସାଙ୍ଗରେ କ'ଣ ମଧ୍ୟ ଧନୀ ସାଙ୍ଗରେ କବି ମଧ୍ୟ ଧନୀ ହେବେ, କାରଣ ସେ ମଧ୍ୟ ଏଇ ମଣିଷ ସମାଜରୁ ବି ଜଣେ। ସେଥିପାଇଁ ସେ କ'ଣ ଲେଖିଛନ୍ତି ଦେଖ, ଧନ୍ୟ ହେବୁ ଆଜି ପୁଣ୍ୟ ଦର୍ଶନେ, କ୍ଷୁଣ୍ଣ ସବୁ ପାପ ଦୃଷିତୁ ରାହୁ। ଜୀବନ ଦେବତା ମୋ ଜୀବନ ପଥେ ବିଜେ, ତରଣୀ ମୋର ତାର ସାଗରେ ବହିଯାଉ। ବଢ଼ିଆ ଜିନିଷଟି ଲେଖିଛନ୍ତି କବି। ତାପରେ ଦେଖ, ମଣିଷ ପାଇଁ ଚିରନ୍ତନ ସତ୍ୟ ହେଉ ପରମାତ୍ମା ସହ ମିଳନ। କବି ଏହି ମିଳନ ପାଇଁ ବ୍ୟାକୁଳ ହୋଇ ଜୀବନର ଯାତ୍ରା ପଥରେ ଯାତ୍ରା ସଙ୍ଗୀତ ଗାନ କରିଛନ୍ତି। ପ୍ରକୃତିରେ ତାଙ୍କର ଐଶୀ ଚେତନାର ଉଦ୍ଦେଶ୍ୟ ଏକ ଭକ୍ତି ସଙ୍ଗୀତ। ଏହି ମାଧ୍ୟମରେ ସେ ଆପଣାର ବିଭୁ ଚେତନା ସମ୍ବଳିତ ଜୀବଦର୍ଶନ ପରିଚୟ ସଙ୍ଗେ ସଙ୍ଗେ ଅନ୍ୟତ ଅସାର ସଂସାର ସମ୍ପର୍କରେ ଉଲ୍ଲେଖ କରି ଭକ୍ତ ଚେତନାକୁ ଅରୁଣିତ କରିଅଛନ୍ତି। ଓକେ, ତ ଏ କ୍ୱେଶ୍ଚିନ୍ ଆନ୍ସର ଥିଲା। ସମସ୍ତେ ଆକୁ ନୋଟ୍ କରନ୍ତୁ। ଆଉ 5ଟା କ୍ୱେଶ୍ଚିନ୍ ଭିତରୁ ଯାହା ବି ଆପଣଙ୍କୁ ଗୋଟେ ନିଶ୍ଚିନ୍ତ ଆସିବ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।